ଆମେ କାଲି ପଢ଼ିଥିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧର 5ଟା କାରଣ ପଢ଼ିଥିଲେ। ଯେଉଁ ଚିତ୍ରଲେଖା କହିଥିଲା କି 5 ନମ୍ବର ପଏଣ୍ଟ ସେ ବୁଝିପାରିନଥିଲା, ଯେଉଁ ଆଉ କେଉଁମାନେ ବି ବୁଝିପାରିନଥିବ ହେଲେ କହିପାରିନ ହେଲା। ଆଉଥରେ 5 ନମ୍ବର ପଏଣ୍ଟ ପଢ଼େଇ ଦେଉଛି, ତାପରେ ଆଉ ଗୋଟେ ପଏଣ୍ଟ ମଧ୍ୟ ପଢ଼ିବା ହେଲା। କେତେଟା ପଏଣ୍ଟ ଅଛି? 7ଟା ପଏଣ୍ଟ। ହଁ, ଟୋଟାଲ୍ 7ଟା ପଏଣ୍ଟ ଅଛି। 7ଟା ପଏଣ୍ଟ ଏଇନା ସାରିଦେବା, ବୁଝିଲ। 7ଟା ପଏଣ୍ଟ ସମସ୍ତେ ଭଲରେ ଶୁଣ, ଯାହା ବୁଝୁଛ ନିଜ ଖାତାରେ ଲେଖିକି ପଠାଅ, ବୁଝିଲ। ଥରେ ଯେଉଁ ପଏଣ୍ଟରୁ ତୁମେ ଯାହା ବୁଝିଲ ତୁମ ଭାଷାରେ ଯାହା ଜାଣିଲ, ଯାହା ଶିଖିଲ, ଯାହା ବୁଝିଲ ଲେଖିକି ପଠାଇବ, ତାହେଲେ ଯାଇକି ପାଠ ହେବ। 4-5ଟା ଲାଗି ପଡ଼, ସମୟ ନାହିଁ ହେଲା। ହଉ, ପଢ଼ୁଥିଲି କ'ଣ? ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ନିଷ୍କ୍ରିୟତା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସଂଗଠିତ ହୋଇଥିଲା। ଶୁଣ ମୋ କଥା ଭଲରେ, ଯେ କ'ଣ ଏଇ ପଏଣ୍ଟ କହୁଛି, କ'ଣ ପାଇଁ ଏହି ପଏଣ୍ଟ ପାଇଁ। ସବୁବେଳେ କଥାକୁ ଦାବିକି, କଥାକୁ ଭଲରେ ଜାଣିକି ଯଦି ଆମେ ପୁରା ଆଟେନସନ୍ ଦେଇକି ବୁଝିବା, ତାହେଲେ କଥାଟି ଜଣା ପଡ଼ିଯାଏ ହେଲା। ମାନେ ପଢ଼ୁଛନ୍ତି କାରଣ କ'ଣ, ଯେ କେଉଁ କେଉଁ କାରଣ ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଇଥିଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ସଂଗଠିତ ହୋଇଥିଲା। ତା ଭିତରୁ ଗୋଟେ କାରଣ କ'ଣ ଅଛି ନା, ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ନିଷ୍କ୍ରିୟତା। ଦେଶରେ ଯେଉଁ ସବୁ ପୃଥିବୀରେ ଯେଉଁ ସବୁ ଗଣତାନ୍ତ୍ରିକ ରାଷ୍ଟ୍ର ଥିଲେ ବା ଯେ ଦେଶରେ ଗଣତନ୍ତ୍ର ଶାସନ ଚାଲୁଥିଲା, ସେ ଦେଶ ନିଷ୍କ୍ରିୟତା ମାନେ କିଛି ତାଙ୍କର ଅଚଳ ହେଇଯାଇଥିଲେ। ସେ କିଛି କାମ କରୁନଥିଲେ, ମାନେ ତାଙ୍କର କିଛି ପ୍ରତିବାଦ ନଥିଲା। ଆଚ୍ଛା, ମୋତେ ଆଗରୁ କୁହ ଯେ କ'ଣ ଭଲରେ ବୁଝୁଛୁ। ଶୁଣ, ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା କ'ଣ ପାଇଁ ନା, ଯେହେତୁ ବିଶ୍ୱରେ ବିଭିନ୍ନ ଦେଶରେ ସବୁ ଏକଛତ୍ରବାଦ ଶାସନ ଚାଲିଲା। ଯେମିତି ଜର୍ମାନୀର ହିଟଲର, ଜାପାନରେ ଇଟାଲୀ ଫାସିବାଦ, ନାଜିବାଦ, ଏକଛତ୍ରବାଦ ଶାସନ ଚାଲିଲା। ଏକଛତ୍ର ଶାସନ ଚାଲିଲା ବୋଲି ସେମାନଙ୍କ ମନ ଯାହା ହେଲା ସେୟା କଲେ। ମାନେ ଏକଛତ୍ରବାଦ ମାନେ କ'ଣ ହେଲେ? ରାଜତନ୍ତ୍ର। ଯାହା ଇଚ୍ଛା ତାଙ୍କର ସେୟା କଲେ, ଯାହାଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସଂଗଠିତ ହେଉଥିଲା। ଯେଉଁମାନେ ସବୁ ଏକଛତ୍ରବାଦ ଶାସନ କରୁଥିଲେ, ଯେଉଁ ଦେଶ, ଆଉ ଯେଉଁ ଦେଶ ସବୁ ରହିଥିଲେ ଗଣତନ୍ତ୍ର ଦେଶ, ସେ ଦେଶମାନଙ୍କୁ ପ୍ରତିବାଦ କରିବା ପରିବର୍ତ୍ତେ ସେମାନଙ୍କୁ ଆହୁରି ସମର୍ଥନ କରୁଥିଲେ। ବୁଝିପାରିଲ? ମାନେ ଗଣତାନ୍ତ୍ରିକ କହିବା କଥା କ'ଣ, ଏଇ ତୁମ ଦେଶରେ କ'ଣ ଏକଛତ୍ରବାଦରେ ତୁମେ କାହିଁକି ସବୁ ମନ ଇଚ୍ଛା ଯାହା କରୁଛ, ଲୋକଙ୍କ କଥା ଶୁଣୁନ। ହେଲେ ସେମାନେ ପ୍ରତିବାଦ କରିବା ପରିବର୍ତ୍ତେ କ'ଣ କରୁଥିଲେ, ସେମାନଙ୍କୁ ସମର୍ଥନ କରୁଥିଲେ। ଯେଉଁଥିପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସଂଗଠିତ ହେଲା। କେମିତି ପ୍ରତିବାଦ କରୁନଥିଲେ ବା ସମର୍ଥନ କରୁଥିଲେ, ଲେଖା ହେଇ ଦେଖ। ଜର୍ମାନୀ, ଇଟାଲୀ ଓ ଜାପାନ ସାମ୍ରାଜ୍ୟବାଦୀ ଓ ଆକ୍ରମଣାତ୍ମକ ରାଜ୍ୟ ବିସ୍ତାର ନୀତିକୁ ପୃଥିବୀର ଗଣତନ୍ତ୍ରବାଦୀ ବୃହତ୍ ରାଷ୍ଟ୍ରଗଣ ସକ୍ରିୟ ପ୍ରତିରୋଧ କରିନଥିଲେ। ମାନେ ଇଏ ଜର୍ମାନୀର ହିଟଲର, ଆଉ ଯେଉଁ ଇଟାଲୀର କ'ଣ ନାଜିବାଦ, ଇଟାଲୀରେ ନାଜିବାଦ, ଜାପାନରେ ଫାସିବାଦ, ଇଏ ସବୁ ହେଲା ଏକଛତ୍ର ଶାସନ ହେଇଥିଲା। ୟାଙ୍କୁ ପୃଥିବୀରେ ଗଣତନ୍ତ୍ରବାଦୀ ବୃହତ୍, ମାନେ ଆଉ ସବୁ ବଡ଼ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଯେଉଁଠି ଲୋକମାନଙ୍କ ଶାସନ ଚାଲୁଛି, ସେମାନେ କେହି ପ୍ରତିବାଦ କରୁନଥିଲେ। ତମେ କ'ଣ ପାଇଁ ତମ ଦେଶରେ ଏକଛତ୍ରବାଦ ଶାସନ ଚଳୁଛ, କେହି ପ୍ରତିବାଦ କରିନଥିଲେ ହେଲା। ଅନ୍ୟ ପକ୍ଷରେ ଏଇ ସବୁ ଗଣତାନ୍ତ୍ରିକ ରାଷ୍ଟ୍ର କିଏ କିଏ? ବ୍ରିଟେନ, ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ରମାନ ଜର୍ମାନୀକୁ ସନ୍ତୁଷ୍ଟ କରିବାକୁ ଚାହିଁଥିଲେ। ଦେଖ, ଇଏ ସବୁ କିନ୍ତୁ ବ୍ରିଟେନ, ଫ୍ରାନ୍ସ କିନ୍ତୁ ଆକ୍ଚୁଆଲି ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତାନ୍ତ୍ରିକ ରାଷ୍ଟ୍ର ହେଇକି ମଧ୍ୟ ସେମାନେ ସପୋର୍ଟ କରୁଛନ୍ତି କାହାକୁ? ଏକଛତ୍ରବାଦ ଶାସନକୁ ସପୋର୍ଟ କରୁଛନ୍ତି। ସିଏ ସପୋର୍ଟ କରିବା କଥା କାହାକୁ? ଗଣତନ୍ତ୍ରକୁ ସପୋର୍ଟ କରିବା କଥା। ପ୍ରତିବାଦ କରିବା କଥା କାହା ପକ୍ଷରେ? ଏକଛତ୍ରବାଦ ଶାସନ ମାନେ ଇଏରେ ଏଗେନଷ୍ଟରେ ପ୍ରତିବାଦ କରିବା କଥା। ହେଲେ ସେମାନେ ସପୋର୍ଟ କରୁଛନ୍ତି ଜର୍ମାନୀକୁ, କାରଣ ଜର୍ମାନୀରେ ଥିଲା ହିଟଲର। ବୁଝିଲ? ସେ ହିଟଲର ଥିଲା ବୋଲି ତାକୁ ସପୋର୍ଟ କରୁଛନ୍ତି। ଦେଖ, ଜର୍ମାନୀ ସୁଦେତାନ ଅଞ୍ଚଳ ଅଧିକାର କରିବା ସମୟରେ, ଗୋଟେ ଅଞ୍ଚଳ ଥିଲା ସୁଦେତାନ ଅଞ୍ଚଳ, ପଢ଼ି ସାରିଛନ୍ତି ଆମେ। ସେହି ଅଞ୍ଚଳକୁ ଅଧିକାର କରିବା ସମୟରେ ବ୍ରିଟେନ ଓ ଫ୍ରାନ୍ସ ଏହାର ପ୍ରତିରୋଧ କରିବା ପରିବର୍ତ୍ତେ 1938 ମସିହାରେ ମ୍ୟୁନିକ୍ ଠାରେ ଏକ ଚୁକ୍ତି କରି କାର୍ଯ୍ୟକଳାପକୁ ପରୋକ୍ଷରେ ଅନୁମୋଦନ କଲେ। ମାନେ ଦେଖ, ଜୋର ଜବରଦସ୍ତି ବା ଜର୍ମାନୀ ନିଜ ଦେଶରେ ଯେତିକି ଜାଗା ତାକୁ ବାଦ ଦେଇ ସୁଦେତାନାବନ୍ୟ ଅଞ୍ଚଳ ଗୋଟେ ଅଧିକାର କରିବା ପାଇଁ ଚେଷ୍ଟା କରୁଥିଲା। ସେଇ ତ ପ୍ରଥମ ବିଶ୍ୱଯୁଦ୍ଧ ହେଇଥିଲା ସେମିତି। ଉପନିବେଶବାଦ, ତାକୁ ଅଧିକାର କର, ଏକୁ ଅଧିକାର କର, ସେ ଜାଗା ମୋର, ସମସ୍ତଙ୍କ ଭିତରେ ଲଢ଼େଇ ହେଇକି ହେଲା। ଇଏ ପୁଣି ଥରେ ଆରମ୍ଭ କରିଦେଲା ଜର୍ମାନୀ, ସୁଦେତାନ ଅଞ୍ଚଳକୁ ଅଧିକାର କରିବା ପାଇଁ ଚେଷ୍ଟା କଲା। ବ୍ରିଟେନ, ଫ୍ରାନ୍ସ ଯିଏ ସବୁ ଗଣତାନ୍ତ୍ରିକ ରାଷ୍ଟ୍ର ଥିଲେ, ସେ ପ୍ରତିବାଦ କରିବା କଥା ଯେ ତୁମେ କ'ଣ ମନ ଇଚ୍ଛା ସବୁ ଅଞ୍ଚଳକୁ ନିଜର କରିନେଉଛ। ଇଏ
ପ୍ରତିରୋଧ କରିବା ପରିବର୍ତ୍ତେ ସମର୍ଥନ କଲେ, କହିଲେ ହଁ ତୁ କରେ। କେତେ ମସିହାରେ? 1938 ମସିହାରେ ଗୋଟେ ମ୍ୟୁନିକ୍ ଚୁକ୍ତି କରି। କ'ଣ ସେ ଚୁକ୍ତି? ପଢ଼ିବା। ଏହି ଚୁକ୍ତି ଦ୍ୱାରା ଚେକୋସ୍ଲୋଭାକିଆକୁ ଜର୍ମାନୀ ନିକଟରେ ମୁଣ୍ଡ ନୁଆଇବାକୁ ଏକ ରକମ ବାଧ୍ୟ କରାଯାଇଥିଲା। ଯେଉଁ ସୁଦେତାନ ଅଞ୍ଚଳକୁ କରାଗଲା ଚେକୋସ୍ଲୋଭାକିଆ। ଚେକୋସ୍ଲୋଭାକିଆ କୋଉଠି ଅଛି? ବ୍ରିଟେନ। ବୁଝାପଡ଼ିଲା? ତ ଚେକୋସ୍ଲୋଭାକିଆକୁ ଜର୍ମାନୀ ନିକଟରେ ମୁଣ୍ଡ ନୁଆଇବାକୁ ପଡ଼ିଥିଲା। କ'ଣ ପାଇଁ? ତା ସୁଦେତାନ ଅଞ୍ଚଳକୁ ଯେତେବେଳେ ନେଲା ଇଏ କିଛି ପ୍ରତିରୋଧ କଲେ ନାହିଁ। କହିଲେ ହଉ ତମେ ନିଅ, ମାନେ ମୁଣ୍ଡ ନୁଆଇକି ସମର୍ଥନ ଜଣେଇଲେ, ନେଇଯା। ହେଲା, କ'ଣ ପାଇଁ? ସେ ଯେଉଁ ମ୍ୟୁନିକ୍ ଚୁକ୍ତି ଗୋଟେ ହେଇଥିଲା, ସେ ଚୁକ୍ତିରେ କ'ଣ ଲେଖା ହେଇଛି ଦେଖିବା। ତେଣୁ ଗଣତନ୍ତ୍ରବାଦୀ ବୃହତ ରାଷ୍ଟ୍ରମାନଙ୍କର ସନ୍ତୁଷ୍ଟିକରଣ, ମାନେ ସମସ୍ତଙ୍କୁ ସନ୍ତୁଷ୍ଟି କରୁଛନ୍ତି, କାହାକୁ ପ୍ରତିବାଦ କରୁ ନାହାନ୍ତି। ରାଜନୈତିକ ନିଷ୍କ୍ରିୟତା ଓ ଉଦାସୀନତା ଏକଛତ୍ରବାଦୀ ଶକ୍ତିମାନଙ୍କୁ କ'ଣ କରେଲା? ଶକ୍ତିମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲା ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ମାର୍ଗ ପ୍ରସ୍ତୁତ କରିଥିଲା। ବୁଝିପାରିଲ? ଡିଟେଲ୍ସ ବୁଝିପାରିଲ ନା ବୁଝିପାରିଲନି? ଯେ ପୃଥିବୀରେ ଦୁଇ ପ୍ରକାର ରାଷ୍ଟ୍ର ସବୁ ଦେଖାଯାଆନ୍ତି। କିଛି ଗଣତନ୍ତ୍ର ହୋଇଥିଲା ବେଳେ ଆଉ କିଛି ଏକଛତ୍ରବାଦ ବା ରାଜତନ୍ତ୍ର ଶାସନ, ଦୁଇ ପ୍ରକାର ଶାସନ ଦେଖାଯାଏ। ହେଲା, ଯେତେବେଳେ ଜର୍ମାନୀ, ଇଟାଲୀ, ଜାପାନ ଏମାନେ ସବୁ ଏକଛତ୍ରବାଦ ଶାସନ କରୁଥିଲେ, ସେତେବେଳେ ବ୍ରିଟେନ, ଫ୍ରାନ୍ସ ସବୁ ଗଣତନ୍ତ୍ର ଶାସନ କରୁଥିଲେ। ହେଲା, ଯେତେବେଳେ ଜର୍ମାନୀ ଯିଏ ଏକଛତ୍ର ଶାସନ କରେ, ସିଏ ଯେତେବେଳେ ସୁଦେତାନ ଅଞ୍ଚଳକୁ ଅଧିକାର କରିବା ପାଇଁ ଗଲା, ଯେଉଁଟା ଚେକୋସ୍ଲୋଭାକିଆରେ ଅଛି, ବୁଝାପଡ଼ିଲା, ଏଟା ବ୍ରିଟେନର, ସେମାନେ ଯେଉଁ ବ୍ରିଟେନ ବା ଚେକୋସ୍ଲୋଭାକିଆ ତାକୁ ମନା କରିବା ପରିବର୍ତ୍ତେ ତାକୁ କହିଲେ ହଁ ତୁ ଆମ ଅଞ୍ଚଳକୁ ନେଇଯା, ମୁଣ୍ଡ ନୁଆଇକି ସମର୍ଥନ କରିଲେ। ଗୋଟେ ମ୍ୟୁନିକ୍ ଚୁକ୍ତି କରିକି ଏଇ ଚୁକ୍ତି ମାଧ୍ୟମରେ ତୁ ଆଉ ନେଇଯା, କିଛି ଆମେ ତତେ କହିବୁ ନେଇଯା। ଇଏ ପ୍ରତିରୋଧ କରିବା କଥା, ତମେ କ'ଣ ମନ ଇଚ୍ଛା ଆସିକି ଆମ ଅଞ୍ଚଳ ନେଉଛ? ପ୍ରତିବାଦ କରିବା କଥା ବ୍ରିଟେନ, କିନ୍ତୁ ଇଏ ବ୍ରିଟେନ, ଫ୍ରାନ୍ସ ତାକୁ କହିଲେ ନେଇଯା। ହେଲା, ସେଥିପାଇଁ ତାଙ୍କର ଆହୁରି ସାହସ ବଢ଼ିଲା ଏକଛତ୍ରବାଦୀ ଶାସକଙ୍କର। ମ୍ୟୁନିକ୍ ଚୁକ୍ତି କ'ଣ ଏଠି ଲେଖା ହେଇ ଦେଖ। ମ୍ୟୁନିକ୍ ଚୁକ୍ତି ହେଉଛି, ମ୍ୟୁନିକ୍ ଚୁକ୍ତି ଦ୍ୱାରା ଚେକୋସ୍ଲୋଭାକିଆକୁ ଜର୍ମାନୀ ନିକଟରେ ମୁଣ୍ଡ ନୁଆଇବାକୁ ଏକ ରକମ ବାଧ୍ୟ କରାଯାଇଥିଲା। ଦେଖ, ବାଧ୍ୟ କରାଯାଇଥିଲା ଯୁଦ୍ଧ ଏଡ଼ାଇବାକୁ ଚେକୋସ୍ଲୋଭାକିଆର ବିଖଣ୍ଡୀକରଣ କରାଯାଇ ଜର୍ମାନୀର ସୁଦେତାନ ଅଞ୍ଚଳ ଅଧିକାରକୁ ଅନୁମୋଦନ କରାଯାଇଥିଲା। ଦେଖ, ଗୋଟେ ମ୍ୟୁନିକ୍ ଚୁକ୍ତି ହେଇଥିଲା ଯେଉଁଥିରେ ଚେକୋସ୍ଲୋଭାକିଆକୁ ଜର୍ମାନୀ, ମାନେ ଚେକୋସ୍ଲୋଭାକିଆ ଆଉ ଜର୍ମାନୀ ଭିତରେ ଯୁଦ୍ଧ ହେଲା, ଚେକୋସ୍ଲୋଭାକିଆକୁ ଜର୍ମାନୀ ନିକଟରେ ମୁଣ୍ଡ ନୁଆଇବାକୁ ଏକ ରକମ ବାଧ୍ୟ କରାଗଲା। ତୁ ଜର୍ମାନୀ ପାଖରେ ହାରିଯା, ତୁ ଜର୍ମାନୀ ସାଙ୍ଗରେ ଲଢ଼େ ନା, ଏମିତି ବାଧ୍ୟ କରାଯାଇଥିଲା। ହେଲା, ଯୁଦ୍ଧ ଏଡ଼ାଇବାକୁ ଚେକୋସ୍ଲୋଭାକିଆର ସେଇ ଯୁଦ୍ଧକୁ ଏଡ଼ାଇବାକୁ ଜର୍ମାନୀ କହିଲା ନା ମୁଁ ଛାଡ଼ିବିନି, ମୁଁ ନେମି ଅଞ୍ଚଳ। ସେ ଯୁଦ୍ଧକୁ ଏଡ଼ାଇବା ପାଇଁ ଜର୍ମାନୀକୁ କେଉଁ ଅଞ୍ଚଳ ଦିଆହେଇଥିଲା? ସୁଦେତାନ ଅଞ୍ଚଳ ତୁ ନେ ପଛେ, କିନ୍ତୁ ଆମ ସହିତ ତୁ ଯୁଦ୍ଧ କରେ ନା। ହେଲା, ବ୍ରିଟିଶର ପ୍ରଧାନମନ୍ତ୍ରୀ ଚାମ୍ବରଲେନ୍ ଦାବି କରିଥିଲେ ଯେ ସମ୍ମାନର ସହିତ ଶାନ୍ତି ରକ୍ଷା କରିପାରିଛନ୍ତି। ମାନେ ସେ କହୁଛନ୍ତି କ'ଣ, ତୁ ଗଣତନ୍ତ୍ର କ'ଣ କହିଲା ରେ, କହିଲା ମାନେ ପ୍ରତିବାଦ କରିବା କଥା, ହେଲେ ସେ ମାନେ ମୁଣ୍ଡ ନୁଆଇକି ସେ ଦେଇଦେଲା ଅଞ୍ଚଳ। କିନ୍ତୁ ଚାମ୍ବରଲେନ୍ ଯିଏ ବ୍ରିଟେନର ପ୍ରଧାନମନ୍ତ୍ରୀ, ସେ କ'ଣ କଲା, ଯେ ସମ୍ମାନର ସହିତ ଶାନ୍ତି ରକ୍ଷା କରିପାରିଛନ୍ତି। କହିଲା ତମେ ଶାନ୍ତି ରକ୍ଷା କରିଦେଲ, ଯୁଦ୍ଧକୁ ଏଡ଼ାଇ ଦେଲେ ସତ, ହେଲେ ଏହା ସମ୍ପୂର୍ଣ୍ଣ ରୂପେ କୂଟନୈତିକ ପରାଜୟ ଥିଲା, କିନ୍ତୁ ତମେ ହାରିଲ। ଗୋଟେ ଏକଛତ୍ରବାଦୀ ଶାସନ, ଯିଏ ଭୁଲ ଶାସନ କରୁଛନ୍ତି, ତାଙ୍କ ପାଖରେ ଆଜି ଗଣତନ୍ତ୍ର ଶାସନ ହାରିଗଲା। କ'ଣ ପାଇଁ? ଯେହେତୁ ଗଣତନ୍ତ୍ର ଶାସନ ସକ୍ରିୟ ନୁହଁ, ଲୋକମାନେ ସଚେତନ ନୁହଁ। ଯିଏ ଶାସକ, ଯିଏ ସରକାର ଥିଲା, ସିଏ କଥା ବୁଝିପାରୁନି। ବୁଝିପାରୁଛ? ସେମିତି କଥା ହେଇଥିଲା। ହେଲା, ମ୍ୟୁନିକ୍ ଚୁକ୍ତିର ପ୍ରତିଷ୍ଠିତ ଶାନ୍ତି ମାତ୍ର 11 ମାସ ପାଇଁ ତିଷ୍ଠିଥିଲା। ମାନେ ପୁଣି ଥରେ ଯୁଦ୍ଧ ଆରମ୍ଭ କଲା ଜର୍ମାନୀ। ଯେଉଁ ପିଲା ଜିଦ୍ଦି କରନ୍ତି ସେ କ'ଣ ହେଲେ, ଗୋଟେ ଜିଦ୍ଦି ପୂରଣ ହେଲେ ପୁଣି ଆଉ ଗୋଟେ ଜିଦ୍ଦି। ବୁଝିପାରୁଛ? ସେମିତି କଥା। ହେଲା, ହଉ, 6 ନମ୍ବର ବି ତୁମକୁ ପଢ଼େଇଥିଲି। 6 ନମ୍ବର କ'ଣ କରିଥିଲି? ବିଭିନ୍ନ ଆଦର୍ଶବାଦ ମଧ୍ୟରେ ସଂଘର୍ଷ। ଆଦର୍ଶବାଦ ମାନେ କ'ଣ? ବିଭିନ୍ନ ପ୍ରକାର ଗ୍ରୁପ୍ ହେଇଗଲେ। ଯଦି କିଛି ପିଲା ତୁମ କ୍ଲାସ୍ରେ, ଶ୍ରେଣୀରେ କହିବେ ଯେ ସାର୍ ଆମକୁ ସନ୍ଧ୍ୟାବେଳେ ପାଠ ପଢ଼ିବା ପାଇଁ ଭଲ ଲାଗୁଛି, ଆଉ କିଛି ପିଲା କହିବେ ନାଇଁ ସାର୍ ଆମକୁ ସକାଳେ ପାଠ ପଢ଼ିବା ପାଇଁ ଭଲ ଲାଗୁଛି, ତାହେଲେ କ'ଣ, ତୁମେ ଦୁଇଟି ଆଦର୍ଶର ପିଲା ହେଇଗଲ, ଦୁଇଟି ଆଦର୍ଶରେ ବିଭକ୍ତ ହେଇଗଲ, ଦୁଇଟି ଗ୍ରୁପ୍ ହେଇଗଲ। ବୁଝାପଡ଼ୁଛି? ସେମିତି କଥା। ସେତେବେଳେ ଆଦର୍ଶଗତ ମାନେ ଆମେ ଯାହାକୁ କୁହନ୍ତି ଭାଇବ୍, ଯେଉଁ ଆମେ ବର୍ତ୍ତମାନ ଟର୍ମ ସବୁ ନ୍ୟୁ ଟର୍ମ ଯେଉଁ ବ୍ୟବହାର କରନ୍ତି, ମୋ ସହିତ ତାର ଭାଇବ୍ ମିଶୁନି, ମୋ ସହିତ ମୋ କ୍ଲାସ୍ ପିଲାଙ୍କର ଭାଇବ୍ ନାହିଁ। ମାନେ ଭାଇବ୍ ଅର୍ଥ ମନୋଭାବ ମିଶୁନି, ମନୋଭାବ ମିଳୁନି। ଆମେ ଯାହାକୁ ଯେମିତି ଦେଖୁଛନ୍ତି ସେମାନେ ସେମିତି ଦେଖିପାରୁନାହାନ୍ତି। ବୁଝିପାରୁଛ? ଏଇ ତୁମେ କେତେ ଜଣ 4-5 ଜଣ ଇନଭଲ୍ଭ ହେଉଛ, ଆଉ କେହି ଇନଭଲ୍ଭ ହେଉନାହାନ୍ତି। ମାନେ ତୁମେ ଯେମିତି ପାଠକୁ ଦେଖୁଛ ସମସ୍ତେ ଦେଖିପାରୁନାହାନ୍ତି।
ତ ଆଦର୍ଶଗତ ବିଭେଦ, କିଏ କହୁଛି ପାଠ ପଢ଼ିକି କ'ଣ ହେବ, କିଏ କହୁଛି ନାଇଁ ପାଠ ନ ପଢ଼ିଲେ କିଛି ହେବନି ରେ। ତାହେଲେ ଏ ଦୁଇଟା କ'ଣ? ଆଦର୍ଶଗତ ବିଭେଦ। ସେମିତି ଯେତେବେଳେ ବିଶ୍ୱରେ ଦୁଇଟି ଆଦର୍ଶ ଦେଖାଗଲା, ଗୋଟେ ହେଉଛି ଏକଛତ୍ରବାଦୀ ଆଦର୍ଶ, ତ ଆଉ ଗୋଟେ କ'ଣ? ଗଣତାନ୍ତ୍ରିକ ଆଦର୍ଶ। ତ କ'ଣ ହେଇଗଲା? ଡିଭାଇଡ଼ ହେଇଗଲା ଦୁଇଟା। ଜର୍ମାନୀ, ଇଟାଲୀ, ଜାପାନ ଇଏ ଏକଛତ୍ର ଶାସନ କରୁଥିଲା ବେଳେ ବ୍ରିଟେନ, ଫ୍ରାନ୍ସ ଏସବୁ କ'ଣ? ଗଣତନ୍ତ୍ର ଶାସନ କଲା। ଦେଖ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ ଗଣତାନ୍ତ୍ରିକ ଆଦର୍ଶ ବିଶ୍ୱାସ କରୁଥିଲା ବେଳେ ଜର୍ମାନୀ, ଇଟାଲୀ, ଜାପାନ ଏକଛତ୍ରବାଦ ଆଦର୍ଶ ବିଶ୍ୱାସ କରୁଥିଲେ। ସେମାନଙ୍କ ମଧ୍ୟରେ ଆଦର୍ଶଗତ ତାରତମ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ନିମନ୍ତେ ପଥ ଉନ୍ମୁକ୍ତ କରିଥିଲା। 1936 ମସିହାରେ ସ୍ପେନ ଦେଶରେ, ଭଲରେ ଶୁଣ, 1936 ମସିହାରେ ସ୍ପେନ ଦେଶରେ ନିର୍ବାଚିତ ସରକାରଙ୍କ ବିରୁଦ୍ଧରେ ଜେନେରାଲ ଫ୍ରାଙ୍କୋଙ୍କ ନେତୃତ୍ୱରେ ସୈନ୍ୟବାହିନୀରେ ପଢ଼େଇଥିଲି ବୋଧେ, ହଁ ଆଉଥରେ ପଢ଼େଇ ଦେଉଛି। ସୈନ୍ୟବାହିନୀର ଏକ ଅଂଶର ବିଦ୍ରୋହ ଯୋଗୁଁ ସେଠାରେ ଗୃହଯୁଦ୍ଧ ଅନୁଷ୍ଠିତ ହୋଇଥିଲା। ହେଲା, 1936 ମସିହାରେ କ'ଣ ହେଇଥିଲା? ଗୋଟେ ସ୍ପେନରେ ଗୋଟେ ଯୁଦ୍ଧ ହେଇଥିଲା, ବୁଝିପାରିଲ? ସ୍ପେନରେ ଯୁଦ୍ଧ ମାନେ ସ୍ପେନ ଦେଶରେ ଯେଉଁ ସରକାର ବନିଲା, ସ୍ପେନରେ ଗଣତାନ୍ତ୍ରିକ ସରକାର ଥିଲା, ଭଲରେ ବୁଝ ଥିଲା। ସେଇ ଗଣତାନ୍ତ୍ରିକ ସରକାରଙ୍କ ବିରୁଦ୍ଧରେ ଫ୍ରାଙ୍କୋ ଜଣେ ଥିଲେ, ଜେନେରାଲ ଫ୍ରାଙ୍କୋ। ସିଏ କିଛି ତାଙ୍କ ସୈନ୍ୟବାହିନୀଙ୍କର କିଛି ଅଂଶ, ମାନେ କିଛି ଲୋକଙ୍କୁ ନେଇ, କିଛି ସୈନ୍ୟମାନଙ୍କୁ ନେଇକି ଗୋଟେ ବିଦ୍ରୋହ କଲେ ସେ ସରକାରଙ୍କ ବିରୋଧରେ। ହେଲା, ଇଟାଲୀ ଓ ଜର୍ମାନୀ ଏଇ ବିଦ୍ରୋହୀମାନଙ୍କୁ ସାହାଯ୍ୟ, ସିଏ ଏକଛତ୍ରବାଦ, ଇଏ ସାହାଯ୍ୟ। ଫ୍ରାଙ୍କୋ କ'ଣ କଲେ? ଏଇ ଗଣତନ୍ତ୍ର ସରକାରକୁ ହଟେଇକି ମୁଁ ପୁଣି ଶାସନ କରିବି ସ୍ପେନରେ। କି ଶାସନ? ଏକଛତ୍ରବାଦ ଶାସନ। ହେଲା, ତାକୁ ସପୋର୍ଟ କରୁଛନ୍ତି କିଏ? ଦେଖ, ଇଟାଲୀ, ଜର୍ମାନୀ। କାହିଁକି? ତାଙ୍କର ବା ଏକଛତ୍ର ଶାସନ, ସେଇଥିପାଇଁ ଫ୍ରାଙ୍କୋକୁ ସପୋର୍ଟ କରୁଛନ୍ତି। ଫ୍ରାଙ୍କୋ ଯେହେତୁ ଗଣତନ୍ତ୍ର ସରକାରକୁ ବିରୋଧ କରିକି ଯୁଦ୍ଧ କରିଲା, ବୁଝିପାରିଲ? ଗୃହଯୁଦ୍ଧ। ଏକ ପକ୍ଷରେ ଗଣତନ୍ତ୍ର ଓ ଅନ୍ୟ ପକ୍ଷରେ ଏକଛତ୍ରବାଦ ମଧ୍ୟରେ ସଂଗଠିତ ଏହି ସଂଘର୍ଷରେ ଗଣତନ୍ତ୍ରର ପରାଜୟ ହୋଇଥିଲା। ଜେନେରାଲ ଫ୍ରାଙ୍କୋଙ୍କ ନେତୃତ୍ୱରେ ସ୍ପେନ ଦେଶରେ ଏକଛତ୍ରବାଦ ପ୍ରତିଷ୍ଠିତ ହୋଇଥିଲା। ଦେଖରେ, ଗଣତନ୍ତ୍ରବାଦ ଲୋପ ପାଇଗଲା। ଗଣତନ୍ତ୍ର, ସମାଜବାଦ ଓ ସାମ୍ୟବାଦକୁ ଦମନ କରିବା ନିମନ୍ତେ ଏକଛତ୍ରୀମାନେ ବିଭିନ୍ନ ପଦକ୍ଷେପ ନେଇଥିଲେ। ତାପରେ ଗୋଟେ ଆସିଲା ସାମରିକ, ଏଇ ଫ୍ରାଙ୍କୋ। ହେଲା, ଇଏ ଗଣତନ୍ତ୍ର ସ୍ପେନ ଦେଶରେ ଗଣତନ୍ତ୍ର ସରକାରକୁ ମାରି କି ସରକାର ପ୍ରତିଷ୍ଠା କରାଇଲା? ଏକଛତ୍ରବାଦ ସରକାର। ହେଲା, ତାପରେ ଏଟା ଦେଖ, ସାମରିକ ମେଣ୍ଟ ଗଠନ କ'ଣ? ସାମରିକ ମାନେ କ'ଣ? ସୈନ୍ୟବାହିନୀର ମେଣ୍ଟ ଗଠନ ହେଲା। ସାମରିକ ମେଣ୍ଟ ଗଠନ ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ପ୍ରଥମ ସୁଗମ ହୋଇଥିଲା। ଯୁଦ୍ଧ ସମୟରେ ପରସ୍ପରକୁ ସାହାଯ୍ୟ କରିବା ନିମନ୍ତେ 1936 ମସିହାରେ ଇଟାଲୀ ଓ ଜର୍ମାନୀ ଏକ ଚୁକ୍ତି ସମ୍ପାଦନ, ମାନେ ଦୁଇ ଜଣ ସବୁ ସଟଲ୍ ହେଇଗଲେ। କହିଲେ, ତୁ ମୋତେ ସାହାଯ୍ୟ କରିବୁ, ଆମର ଗୋଟେ ସୈନ୍ୟବାହିନୀ ଦୁଇ ଜଣ ମିଶିକି, ତୋ ସୈନ୍ୟ ମୋ ସୈନ୍ୟ ମିଶିକି ଗୋଟେ ସୈନ୍ୟ ଗୋଟେ କରିବେ, ବଡ଼ ସୈନ୍ୟ, ଆମକୁ କିଏ ହରେଇ ପାରିବେ। ସେମିତି ସେଆକୁ କୁହନ୍ତି ସାମରିକ ମେଣ୍ଟ। ହେଲା, ସବୁ ଦଳ ମେଣ୍ଟ ବୋଲି ଜାଣିଥିବ, ବୁଝିପାରିଲ? ଦଳ ମେଣ୍ଟ ମାନେ ତୁମେ ଯେମିତି ଥରେ ଗୋଟେ ଖେଳ ହେବ, କ୍ଲାସ୍ 9 ଆଉ 10, 9, 10 ଭିତରେ ଖେଳ ହେଲା, 9, 10 ଭିତରୁ ଯିଏ ଜିତିଲା 8, 7ରେ ଖେଳ ହେଲା, କିନ୍ତୁ 8, 7ର ପିଲା ନାହାନ୍ତି, 8ର ପିଲା ନାହାନ୍ତି, 8ର ପିଲା ବାହାରିଲେନି, ମାନେ କ'ଣ କରାହେବ? 8 ଆଉ 7 କ୍ଲାସ୍ର ପିଲାଙ୍କୁ ମିଶେଇ ଗୋଟେ ଗ୍ରୁପ୍ କରାଗଲା। ତାହେଲେ 8, 7 ଭିତରେ କ'ଣ କରାଗଲା? ମେଣ୍ଟ କରାଗଲା, ମର୍ଜ କରିଦିଆଗଲା, ବୁଝାପଡ଼ିଲା? ସେମିତି ଦୁଇ ଦେଶ ଯେତିକି ସବୁ ସୈନ୍ୟ, ୟା ଦେଶରେ ଯେତିକି ସୈନ୍ୟ, ତାଙ୍କ ଦେଶରେ ଯେତିକି ସୈନ୍ୟ ମିଶେଇକି ମେଣ୍ଟ କରିଦେଉଥିଲେ। ମେଣ୍ଟ କରିକି ସୈନ୍ୟବାହିନୀକୁ ଆହୁରି ସୁଦୃଢ଼ କରିଦେଉଥିଲେ। ହେଲା, ଯୁଦ୍ଧ ସମୟରେ ପରସ୍ପରକୁ ସାହାଯ୍ୟ କରିବା ନିମନ୍ତେ 1936 ମସିହାରେ ଇଟାଲୀ ଓ ଜର୍ମାନୀ ଦୁଇ ଜଣ ମିଶିକି ଏକ ଚୁକ୍ତି ସମ୍ପାଦନ କରିଥିଲେ। ସେମାନେ ଅକ୍ଷୟ ଶକ୍ତି ନାମରେ ଏକ ପରିଚିତ ହେଲେ। ଦୁଇ ଜଣ ଶକ୍ତି ମିଶିକି ଗୋଟେ ଅକ୍ଷୟ ଶକ୍ତି ହେଇଗଲା। ହେଲା, 1937 ମସିହାରେ ଜାପାନ ଏଇ ମେଣ୍ଟ ସହିତ, ଆଉ ଜାପାନ, ଜର୍ମାନୀ, ଇଟାଲୀ ଆଉ ଯୋଗ ଦେଲା। ଫଳରେ ରୋମ, ବର୍ଲିନ, ଟୋକିଓ ଅକ୍ଷୟ ଶକ୍ତି ଗଠିତ ହେଲା। ତିନିଟା ଗଠିତ ଅକ୍ଷୟ ଶକ୍ତି, ରୋମ, ବର୍ଲିନ, ଟୋକିଓ, ମାନେ ତାଙ୍କ ରାଜଧାନୀ। ହେଲା, ଅନ୍ୟ ପକ୍ଷରେ ଇଂଲଣ୍ଡ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ହୋଇ ପୁଣି ସିଏ ଗୋଟେ ତାଙ୍କର ଚୁକ୍ତି କଲେ, ସିଏ ଗୋଟେ ମେଣ୍ଟ କରିଦେଲେ। ଇଂଲଣ୍ଡ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା। ଏହା ଫଳରେ ଦୁଇ ଗୋଟି ପରସ୍ପର ବିରୋଧୀ ସାମରିକ ଗୋଷ୍ଠୀର ସୃଷ୍ଟି ହେଲା। ସାମରିକ ଶକ୍ତିର ବଳିୟାନ, ଗୃହ ଶକ୍ତିମାନଙ୍କ ପରସ୍ପର ଥିବା ବିଶ୍ୱାସ ଓ ସାମ୍ରାଜ୍ୟବାଦ ମନୋଭାବ ଯୋଗୁଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା। ମାନେ ସିଏ ତା ବିରୁଦ୍ଧରେ କରିବ, ଯେତେବେଳେ ଯୁଦ୍ଧ କରିଦେଲେ, ଇଏ ତିନିଟା ଦେଶ ମିଶିକି ଗୋଟେ ସୈନ୍ୟବାହିନୀ ଗଠନ କରିଦେଲା, ମାନେ ତାଙ୍କ ସେନା ସବୁ ମିଶିକି ସିଏ ତାଙ୍କର କରିଦେଲେ। ଆଉ ଦୁଇଟା ସେନା ମେଣ୍ଟ ଗଠନ, ଯୁଦ୍ଧ ଚାଲିବ, ହେବ ଯୁଦ୍ଧ, ତ ଆଉ ଯୁଦ୍ଧ ହେବ, ଖାଲି ସ୍କୁଲଟା ଖୋଲୁ, ଯୁଦ୍ଧ କରିମି, ମୋ ବାଡ଼ି ସହିତ ତୁମ ପିଠି, ଯୁଦ୍ଧ ଦେଖାଯାଉ କିଏ ଜିତୁ, ତୁମ ପିଠି ଜିତିବ ନା ମୋ ବାଡ଼ି ଜିତିବ। ଯଦି ତୁମ ପିଠିକି ସବୁ ମେଣ୍ଟ କରେଇବ,
ତାହେଲେ ତୁମ ପିଠି ଜିତିପାରେ, ନହେଲେ ମୋର ବାଡ଼ି ତ ମେଣ୍ଟ ଜାଣିଛ, ଗୋଟେ ବାଡ଼ିରେ ପିଟିବିନି, ମେଣ୍ଟ କରିକି ପିଟିବି, 2-4ଟା ମିଶେଇକି। ଠିକ୍ ଅଛି, ଭଲ ଯଦି ପାଠ ପଢ଼ିଦିଅ।